ଧରିନିଅ ଆମ ଦେହରୁ ଯଦି ଗୋଟେ କପଡା ଖସି ଯାଉଛି, ଆମ ଦେହରୁ କପଡାଟା ଘୋଡେଇବେ ନା କପଡାଟା ଖୋଲିକି ଦେଖେଇବେ? ନା ସବୁ ଲୋକ ଦେଖିବେ ସେଟା। ଯଦି ତମେ ମତେ ସେ ସତରେ ଭଲ ପାଉଥିଲ ତ ମୋ ଦେହରୁ ନା କେବେ କପଡା ମାନେ ଖୋଲିବା ପାଇଁ ଚେଷ୍ଟା କରିନଥାନ୍ତ ନା। ମୁଁ ସେଇ ଝିଅ ପାଖରେ ଶୋଇଲି, ଭଲ ମନ୍ଦ କଲି। ଦେଖନ୍ତୁ ଯେହେତୁ ମତେ ଥରେ ସେ ଧମକ ଦେଇଥିଲେ, ମୁଁ ତାଙ୍କ ସାଙ୍ଗରେ ରିଲେସନସିପ ରେ ଟୋଟାଲ ନଥାନ୍ତି, କାହିଁକି ନା ମତେ ସେ ଧମକ ଦେଇଥିଲେ। ତାଙ୍କ ଘରୁ ଥରେ ଯୋଉ ଯାଇଥିଲି, ଥରେ ଦିଥର ଭାଇ ଯାଇଛି ମୁଁ, କାହିଁକି ନା ଥରଟେ ଯାଇଥିଲି, ସେ ମତେ ଧମକ ଦେଇଥିଲେ ମୁଁ ତମକୁ ନିଶା ଟାବଲେଟ ଦେଇକି ତମ ସାଙ୍ଗରେ ଖରାପ ସମ୍ପର୍କ ରଖିଛି। ମତେ ଏମିତିଆ ବ୍ଲେମ କରିଥିଲେ, କାହିଁକିନା ମତେ ଏମିତି କହିଥିଲେ, କାହିଁକିନା ମୁଁ ଡରି ଯାଇଥିଲି। ହୁଏତ ମୁଁ ତ ତାଙ୍କ ସାଙ୍ଗରେ ଖରାପ ସମ୍ପର୍କ କିଛି ରଖିନି, ଯଦି ବି ଧରିନିଅ ଯଦି ମତେ ନିଶା ଟାବଲେଟ ଦେଇକି ମୋ ଦେହରୁ କପଡା କାଢି କାଳେ ପିଇକି ଉଠେଇ ଦେଇଥିବେ ତ ମୋ ଇଜ୍ଜତ ଯିବ ନା। ତ ସେଇ ବ୍ଲାକମେଲିଂ ଯୋଗୁରୁ ମୁଁ ବାସ୍ ତାଙ୍କୁ ଟିକେ ଡରୁଥିଲି, ତାଙ୍କ ସାଙ୍ଗରେ ରିଲେସନସିପ ରେ ଥିଲି। ନହେଲେ ମୋର ସେମିତି ରିଲେସନସିପ ରେ ରହିବାର ନଥିଲା ତାଙ୍କ ପାଖରେ, କାହିଁକିନା ସେ ବହୁତ ଝିଅଙ୍କୁ ବି ଆଗରୁ ଟର୍ଚର କରିଛନ୍ତି, ହଇରାଣ ବି କରିଛନ୍ତି। କିନ୍ତୁ ମୁଁ ଆଜିକା ଡେଟରେ ନିଜେ କହୁଛି, ସାଗରିକା ଯେ ପର୍ଯ୍ୟନ୍ତ ଆସି ଯାଇଛି ନା, ତମ ଲାଇଫ କୁ ଯଦି ଆସି ଯାଇଛି, ସାଗରିକା କୋଉ ଝିଅଙ୍କ ଲାଇଫ ବର୍ବାଦ ହଉ ସେ କେବେ ବି ଚାହିଁବନି। ଆଗରୁ ସେ ବହୁତ ଝିଅଙ୍କୁ ଭଲ ପାଇଛନ୍ତି, ତାଙ୍କର MMS ଭିଡିଓ ବି ରଖିଛନ୍ତି, ଖରାପ ଭିଡିଓ ବି ରଖିଛନ୍ତି, ବହୁତ ଝିଅଙ୍କୁ ଗାଳି ଗଲୋଚ ମାନୁଛୁ ତମେ ରୋଷ୍ଟ ମାର, ଛାଡିନି। ମାନେ ମୁଁ ଯେତେବେଳେ ବି ଯାଏ ନା, ମୋ ଚୁଟି ଘୋଷାଡିକି ମତେ ବାଡାନ୍ତି। ମାନେ ମୋର ଏମିତି ଚୁଟି ପୁରା ଏମିତି ଘୋଷାଡକୁ, ମୋ ଚୁଟି ବି ମାନେ ଏତେ ବି ବାହାରି ଯାଇଥିବ, ଏମିତି ଚୁଟି ଘୋଷାଡି ବାଡେଇବେ। ମୁଁ ଥରେ ଏମିତି କାନ୍ଥକୁ ଫେଲି ଦେଇଥିଲେ, ମୋର ମୁଣ୍ଡ ବି ଏତେ ଜୋରେ ମାଡ ହେଇଥିଲା, ଫୁଲି ଯାଇଥିଲା। ତାପରେ ବି ମାନେ ବହୁତ ମାନେ ନାକରୁ ଆଖିରୁ ବହୁତ ବ୍ଲଡ ବାହାରିଥିଲା। ଆଉ ହାତ ବି ମୁଁ ତାଙ୍କ ପାଇଁ ଏ ସବୁ କାଟିଥିଲି, ଦେଖିପାରୁଥିବେ ହାତ ବି ତାଙ୍କ ପାଇଁ ସବୁ କାଟିଥିଲି। ଆଉ ମତେ ଅଏଲମେଟ ବି ଦିନେ ହାତ କାଟିଛି, ଅଏଲମେଟ ବି ଲଗେଇ ନାହାନ୍ତି। ମୁଁ ଡିଟେଲ ବି ରାଗି ପିଇ ଦେଇଥିଲି। ତାଙ୍କ ମା ମତେ କହିଥିଲେ, ଆରେ ସେ ଡିଟେଲ ପିଇଲାଣି, ଭଲ ମନ୍ଦ ହବ, ମରିବ, ତାଙ୍କ ଘର ଲୋକ କେସ୍ ଦେବେ, ତୁ ଫସିଯିବୁ, ଭଲ ମନ୍ଦ କରିବୁ, ତାକୁ ଛାଡିଦିଏ, ଭଲ ମନ୍ଦ କରେ। କାରଣ ସେଇ ଟାଇମ ରେ ନା ସେ ଏତିକି ସପୋର୍ଟ ଦବା କଥା, ତା ବାପା ଭାଇ କେହି ନାହାନ୍ତି ଯେହେତୁ ଆମେ ତା ସାହା ଭରସା ହବା। ଆରେ ସେ ପିଲାଟାକୁ କାହିଁକି ତୁ ହଇରାଣ ଟର୍ଚର କରୁଛୁ, ସେତିକି ମା କହିବା କଥା, କିନ୍ତୁ ନାଇଁ। ମାନେ ତମେ ସେ ପିଲା ପାଇଁ ହାତ ବି କାଟିଦେଲ? ହୁଁ, ଆଚ୍ଛା, ମାନେ କହିବାକୁ ଗଲେ ଆପଣ ନିଜ ହାର୍ଟରୁ ସେ ପିଲାକୁ ଭଲ ପାଉଥିଲ? ଭଲ ପାଉଥିଲି, ବାସ୍ ମୁଁ ଭଲ ପାଇନଥିଲି। ସେ ମତେ ଯେତିକି ଭଲ ପାଇଥିଲେ, ପରିବାର ଖୁସି ନେଇକି ମୁଁ ଭଲ ପାଇଥିଲି, କାରଣ ପିଲାଙ୍କୁ ମୋର ଭଲ ପାଇବା ସେମିତି ଚକ୍କର ନାହିଁ। ଆପରେ ଆଉ ଗୋଟେ ପୁଅ ସେଥିରେ କଣ ପଳେଇ ଯାଇଛ ବୋଲିକା ଯୋଉ ଆମେ ଶୁଣିବାକୁ ପାଉଛେ, ସେ କଣ ସେ କେମିତି କଣ ବେଟ? ନା ନା, ସେମିତି କିଛି ବି ନୁହେଁ। ମାନେ ତାଙ୍କ ସାଙ୍ଗରେ ପଳେଇବା ଏସବୁ ମୋର ସେମିତି କିଛି ବି ରିଜିନ ନୁହେଁ। ସେ ପୁଅ କେମିତି ଭେଟ ହେଲେ, କୋଉଠି କେମିତି? ମାନେ ଆମେ ମୁଁ ପୁରୀ ଥରେ ଆସିଥିଲି, ବାସ୍ ସିଏ ମତେ ଦେଖିଥିଲେ, କହିଲେ ନା ମାନେ ସରି ମାନେ ମତେ କହିଥିଲେ ନା, କହିଲେ ରୁହ ରୁହ, ମାନେ ତମକୁ ଗୋଟେ ଚିହ୍ନିଲା ଭଳିଆ ଲାଗୁଛି। ମୁଁ କହିଲି ମୁଁ ତମର ବହୁତ ବଡ ଫ୍ୟାନ, ମତେ ଏମିତି କହିଥିଲେ।